बहुत शीघ्र छाड़ी चली जाइए। मु जेबे जीवी ना प्रथमे आपको भेट हेबी तापर तार मोर कथबार्ता। हाय हेलो नमस्ते केमिति अच्छा समस्ते। आज घरे अच्छी जड़े अच्छी आज 4 मीटिंग जाइली 11टारे गलु 4टारे आइलु। बहुत खरा हो बहुत माने बहुत खरा। 4टारे आइली आसिकी खाइली खाई बसी बसी शोई पड़ली। तो एबे टिके टिके वर्षा होची पाग टिके ठंडा लगुच। गोटे जगह को जीवी बोली भावुची जे जीवाकू मन होनी टोटाल इच्छा होनी जीवाकू। तो जीवाकू कहिसंती एंके जाई नांती आज संध्यारे। तो मते जीवाकू कहउछंती देख संध्या 5:50 हेलानी। तो देखिए वर्षा टिके टिके होची जोर से वर्षा हेले जीविनी। वर्षा हेले तार काम हो जीवो वर्षा नहेले जीवाकू पड़िबो। बहुत दिन हेलानी प्राय काम सरी जाइए जे पानी पकेबार अच्छी किंतु मो मन मानुनी सेठी जीवा पे। एते वर्ष हेलानी मु जाइनी जीवाकू इच्छा लगुनि कि गले कष्ट लगे बोली मु जाऊनी। तो देखा आज जीवी बोली भावुची। चेष्टा करुछि जीवापे। गले देखेबी मु कुआडे जीवाकू चाहू नाही टोटाल चाहू नाही से जगह को जीवापे। जाऊँगी बाहरली छता धरिकी जाऊँगी। मेघुआ पाग होती टिके टिके वर्षा पड़ुची जोर से होनी वर्षा। जीवी जाइकी देखी केमती होती देखनी काम आरंभ है दिन कौन केमती कर तो टोटाल इच्छा होनी से जगह को सेड़ा गोटे एमती जगह कि चाहिए जे से जगह को किए जातु आ से दिन के देखु समस्त को तो से दिन से जगह जीवा पड़ो किंतु से गोटे एमतीका जगह जाऊँगी किंतु मोर छाती पूरा धक धक होचे। तो टोटाल जीवा को इच्छा होना किंतु जाकि देखी टिके एंके आगे जाइछंती के दिन काम आरंभ शेष जाए शेष हो गलानी से खाली पानी पकेवा जाउछंती। तो आज एंके जाई नांती मते जीवा कहले जाइकी देखुची कौन होची। तो आमे जेते मनीष रूप जन्म होइछु दिने ना दिने से जगह को जीवा पड़ो समस्त को। किंतु माँ बापा बंची थाउ थाउ माँ बापार माँ बापार पुओ झील कि संतान मैंने आग पलाउछंती सेटा है कष्ट आ दुख। मोर पुओ झील मैंने सेटा बनैबा कथा आमर तो उल्टा सेटा होची मो जीवन बोले आम जीवन रे पूरा उल्टा जो माने कि आमर बनैबा कथा से जगह आमे जाऊँ बनैबा प्रभुंकर इच्छा तांकर इच्छा आसीगली मते पाखिर आइले खाली छाती धक धक होची। केबे भाभी नथिली जे एमती जगह को आसी
ମୁଁ ଆସୁଛି ଅଶୁଭ ଜାଗାକୁ। ବହୁତ ଅଧା ଦିନରେ ଆମଠୁ ଛଡ଼େଇ ନେଇଗଲେ ପ୍ରଭୁ। ପ୍ରଭୁ ଦେଇଥିଲେ ଆଉ ନେଇଗଲେ ଅଧା ଦିନରୁ। ଏଠି ଆସିକି ବସିଛି, ମୋତେ କିଛି ଭଲ ଲାଗୁନି, କିଛି ଭଲ ଲାଗୁନି। ମୋତେ ଇଚ୍ଛା ନଥିଲା ଆସିବାକୁ, କିନ୍ତୁ ଥରେ ଦେଖେଇ ବୋଲି ଇଚ୍ଛା ଥିଲା। କେମିତି କ'ଣ ହେଇଛି କେବେ କୋଉ ମା ବାପାକୁ ଏ ଦିନ ଦେଖିବାକୁ ନ ପଡ଼ୁ, ଦୁଃଖ ସହିବାକୁ ନ ପଡ଼ୁ। ବହୁତ କଷ୍ଟ ଲାଗେ, ବହୁତ କଷ୍ଟ, ବହୁତ କଷ୍ଟ। ଆମେ ବାହାରେ ବୁଲୁଛୁ, ଲୋକମାନଙ୍କ ସହିତ ମିଶୁଛୁ, ତ ହସି ମଜାକରେ ଅଳ୍ପ ସମୟ ଭୁଲି ଯାଉଛୁ, କିନ୍ତୁ ଏଇଟା କେବେ ଭୁଲି ହୁଏନି। ଜୀବନରେ ଗୋଟେ ଚିହ୍ନ ରହିଯାଏ, ଦୁଃଖ ରହିଯାଏ। ଯେଉଁ ଯାଇ ନିଜେ ମରି ନ ଗଲେ ଏସବୁ ଭୁଲି ହବନି। କ'ଣ କରିବା, ଆମ ଭାଗ୍ୟରେ ସେୟା ଲେଖା ଥିଲା, ଆମକୁ ଛାଡ଼ିକି ଚାଲିଗଲା। ବହୁତ ମନେ ପଡ଼ୁଛି। ଏଠି ଆସିଛି ଜାଣନ୍ତୁ, ଦେଖଉଛି ମୁଁ କୁଆଡ଼େ ଆସିଛି, ମୁଁ କ'ଣ ପାଇଁ ଆସିଛି, କାହା ପାଖକୁ ଆସିଛି। ଦେଖନ୍ତୁ ମୁଁ କୁଆଡ଼େ ଆସିଛି। ଏ ଜାଗା ଗୋଟେ ଏମିତିକା ଜାଗା, ଚାରି ବର୍ଷ ହେଲା ଆମକୁ ଛାଡ଼ି ଚାଲିଗଲା। ଖାଲି ତାର ହେଇଛି ନା, ତାର କବର ବନା ହେଇ ସରିଗଲା। କିନ୍ତୁ ମୁଁ ଏତେ ଦିନ ହେଲା ଆସିନଥିଲି, ଆଜି ଆସିଲି ପାଣି ଦେବା ପାଇଁ। କିଏ ଚାହିଁବେ, କୋଉ ମା ବାପା ଚାହିଁବେ କି ଏ ଜାଗାକୁ ଆଇବା ପାଇଁ? ଏଠି ପାଣି ଅଛି, ପାଣି ପକେଇଦେବି। କାର ବି ରଖିଛନ୍ତି, ତ ପାଣି ନ ପକେଇଲେ କାଟିଯିବ ସିମେଣ୍ଟ। ଖରା ହେଉଛି ନା, ମୁଁ ଏତେ ଦିନ ହେଲା ଆସିନଥିଲି, ଫାର୍ଷ୍ଟ ଟାଇମ୍ ଆସୁଛି। ଏଠି ଅଖା ପକା ହେଇଛି, ଅଖାରେ ପାଣି ପକେଇଲେ ପାଣି ବହୁତ ସମୟ ରହିବ ଆଉ ଓଦା ହେଇକି ରହିବ, ଷ୍ଟ୍ରଙ୍ଗ ହବ। ଏକୁଟିଆ ଆସିଛି, ଭଲ ଲାଗୁନାହିଁ ମୋତେ। ଶ୍ୱଶୁରଙ୍କ କବର, ଆଉ ଏଇଟା ବି ନୂଆରେ ବନା ହେଲା। ଏଇଟା ଆଗରୁ ବନା ହେଇଥିଲା କିନ୍ତୁ ଫାଟି ନଷ୍ଟ ହେଇଯାଇଥିଲା, ତ ଆଉ ଥରେ କରାହେଉଛି। ଆଉ ଦେଖନ୍ତୁ, ଏଠି
କାହାର ବା କାହାର ନିଜର ସମ୍ପର୍କୀୟ ମାନେ ସବୁ ନିଜ ପରିବାରକୁ ଛାଡ଼ିକି ପଳେଇଛନ୍ତି। ଆଉ କେତେଜଣ ଯାଇଛନ୍ତି ତାଙ୍କର ପୁରା ବୟସରେ ଯେବେ ଯିବା କଥା ସେବେ ଯାଇଛନ୍ତି, ଆଉ କେତେଜଣ ଅଧା ବୟସରେ ଯାଇଛନ୍ତି, ଆଉ କେତେଜଣ ବିଲକୁଲ ଯିବାର ନଥିଲା ସେମାନେ ପଳେଇଛନ୍ତି। ଦେଖନ୍ତୁ ପ୍ରଭୁଙ୍କର ସୃଷ୍ଟି, ଆସିଛୁ ଯେବେ ଯିବାକୁ ପଡ଼ିବ ଦିନେ ନା ଦିନେ, କିନ୍ତୁ ଅଧିକାଂଶ ଅଧା ଦିନରେ ଅଧା ବାଟରେ ଛାଡ଼ିକି ପଳାଉଛନ୍ତି, ଯେଉଁଟାକି କେବେ ଭାବି ନଥାଉ ସେଇଟା ଆମମାନଙ୍କ ଜୀବନରେ ଘଟି ଯାଉଛି। ଆଉ କ'ଣ କରିବା, ପ୍ରଭୁଙ୍କର ଇଚ୍ଛା ବୋଲିକି ମନକୁ ମନେଇକି ରହିବାକୁ ପଡ଼ୁଛି। ଏଇଟା ଗୋଟେ ଦେଖନ୍ତୁ, ଏଇଟା ନୂଆ କବର ତ ନା, ଏଇଟା ବନ୍ଧା ହେଇନି ସିମେଣ୍ଟରେ, ଏଇଟା ଖାଲି ମାଟିରେ କରିଛନ୍ତି। ଏଇଟା ଆମର ଗୋଟେ ନାତି ପିଲା, ଆଉ 12 ବର୍ଷର ଛୁଆ ମୋ ନାତି ହେବ। ସିଏ ବି ଆମକୁ ଛାଡ଼ିକି ଚାଲି ଯାଇଛି ଦୁନିଆରୁ। ଦିନେ ନା ଦିନେ ଆମେ ବି ଯିବୁ। ଆଉ ଖାସ୍ କରିକି ମୁଁ ଗଲେ ୟା ସହିତ ତ ଭେଟ ହେବି ହିଁ ହେବି। ୟା ସହିତ ଇଏ ମୋତେ ଛାଡ଼ିକି ଚାଲିଯାଇଛି, ବହୁତ ଶୀଘ୍ର ଛାଡ଼ିକି ଚାଲିଯାଇଛି। ମୁଁ ଯେବେ ଯିବି ନା, ପ୍ରଥମେ ଆକୁ ଭେଟ ହେବି। ମୁଁ ଯେବେ ଯିବି ପ୍ରଥମେ ଆକୁ ଭେଟ ହେବି, ତାପରେ ତାର ମୋର କଥାବାର୍ତ୍ତା। ଆଉ ଏସବୁ କ'ଣ ନା, ଇଷ୍ଟର ସଣ୍ଡେ ଆମର ଆସନ୍ତା ରବିବାର ଅଛି 5 ତାରିଖରେ। ଏଠି ପ୍ରେୟର୍ ହେବ, କବରସ୍ଥାନରେ ପ୍ରେୟର୍ ହେବ, କ୍ୟାଣ୍ଡେଲ୍ ଜଳା ହେବ, ଫୁଲ ଦିଆହେବ, ପ୍ରେୟର୍ ହେବ ଏଠି ପାହାନ୍ତିଆରେ। ଆଉ ଯେଉଁମାନେ ଏମାନଙ୍କୁ ଛାଡ଼ିକି ଚାଲି ଯାଇଛନ୍ତି ତାଙ୍କ ପାଇଁ ପ୍ରାର୍ଥନା ହେବ। ସେଥିପାଇଁ ଏଠି ଯାର ସିମେଣ୍ଟରେ ତ ହେଇଯାଇଛି, ସେମାନେ ପେଣ୍ଟ ମାରିବେ, କଲରିଂ କରିବେ। ଆଉ ଏଇଟା ଯାହାର ହେଇନି ସେମାନେ ମାଟିରେ ଲିପାଲିପି କରୁଛନ୍ତି, ଏବେ ଷ୍ଟାର୍ଟିଂ କରିଛନ୍ତି, ଆଉ କେତେ ଦିନ ପରେ ହେଇଯିବ। ଦେଖନ୍ତୁ ଏଇଟା ମାଟି ଲିପାଲିପି କରିଛନ୍ତି। ତାପରେ ଏଇଟା ଷ୍ଟେସନରେ କେତେ ସୁନ୍ଦର ଦେଖାଯିବ। ପାଣି ଦେଇଦେଲି, କାହା ପାଣିକି ପିଏକି ରଖିଥିଲେ ଗୋଟେ ବାଲ୍ଟି ପାଣି, ସେଇଟା ଦେଇକି ଯାଉଛି। କାଲିକି ଆଇଲେ ସେମାନେ ମୋତେ ଗାଳି କରିବେ। ଆମେ ତ ଯାଉଛି, ପାଣି ଦେଇଦେଲି, ସନ୍ଧ୍ୟା ହେଇଗଲାଣି, ବର୍ଷା ହେବାର ଥିଲା, ବର୍ଷା ଆସିନି। ଜୀବନର ଦୁଃଖ, ବହୁତ ବଡ଼ ଦୁଃଖ ଗୋଟେ ଆମ ଜୀବନରେ ଘଟିଯାଇଛି, ଯାହାକି ଆମେ କେବେ ଭାବିନଥିଲୁ। ଆଉ ଆମକୁ ଶୀଘ୍ର ଜଲ୍ଦି ଛାଡ଼ିକି ପଳେଇଲା। ମୁଁ ବି ଯିବି ତା ପାଖକୁ, ଦିନେ ନା ଦିନେ ଯିବି। କ'ଣ କରିବା, ପ୍ରଭୁଙ୍କର ଇଚ୍ଛାରେ ତ ସବୁ ହେଉଛି। ପ୍ରଭୁଙ୍କ ଇଚ୍ଛାରେ ହେଉଛି ବୋଲି ମନକୁ ମନେଇ ନେଉଛୁ, କିନ୍ତୁ ପ୍ରଭୁ କାହିଁକି ଏମିତି କରୁଛନ୍ତି ମୁଁ ଜାଣି। ହେଇଗଲାଣି, ପଳେଇବି ମୁଁ ବି। ଏବେ ଗୁଡ଼ ଫ୍ରାଇଡ଼େ ପରେ ଇଷ୍ଟର ସଣ୍ଡେ ହେବ, ତ ଇଷ୍ଟର ସଣ୍ଡେରେ ପୁନରୁତ୍ଥାନ ଦିନ ଆମେ ପାହାନ୍ତିଆ ସକାଳୁ ଆସିବୁ କବରସ୍ଥାନରେ, କବର ଭଟାରେ। ଆଉ ସେଠି ନିଜ ଆତ୍ମୀୟ ସ୍ୱଜନମାନଙ୍କ କବରରେ କ୍ୟାଣ୍ଡେଲ୍ ଲଗେଇବୁ, ଫୁଲମାଳ ଦେବୁ, ଧୂପ କାଠି ଲଗେଇବା ଲୋକ, ନ ଲଗେଇବା ଲୋକ ନାହିଁ। ତାପରେ ପ୍ରେୟର୍ ହେବ, କବର ଭଟାରେ ପ୍ରେୟର୍ ହେବ, ତାପରେ ଚର୍ଚ୍ଚରେ ପ୍ରେୟର୍ ହେବ। ମୁଁ ଆସିବାକୁ ଚାହୁଁନଥିଲି, ଭାବୁଥିଲି ଗଲେ ମୁଁ କେମିତି ସମ୍ଭାଳିବି, ଆଉ କିନ୍ତୁ ଆଇଲାରୁ ଭଲ ଲାଗିଲା। ସତରେ ଆସିଲାରୁ ମନ ଟିକେ ଶାନ୍ତି ଲାଗିଲା, ଦେଖିଲାରୁ। ବୋଲେ ଆସିବାକୁ ମୋର ଧୈର୍ଯ୍ୟ ନଥିଲା, ସାହସ ନଥିଲା। ଆଇଲେ ମୁଁ କେମିତି ଦେଖିବି ସେ କବରସ୍ଥାନକୁ, ସମାଧିକୁ। ଆଉ ଫିର୍ ବି ଆଇଲି, ଆସିକି ଦେଖିଲାରୁ ଟିକେ
आत्मा को टी शांति लगला भल लगली आउ हठात जदि मु से स्टेशन रे पुनरुत्थान दिन जदि देखी था आउ कष्ट लगी था आज आसली भल लगला जी गला गला किंतु से जाकि शांति रे अच्छी प्रभु कल अच्छी यह मु विश्वास करुचे निश्चय से जोड़ थिबा कथा सेठी अच्छी प्रभु आ मु जानी भी से भल जगार अच्छी शांति रे अच्छी खुशी रे अच्छी जीवा लोक तो पलैबे जीवाटा किसी बड़ कथा ना किंतु जे रोचंती संसार रे से मानकर बंचिबा बहुत कष्ट किंतु गोटे कथा मु गले ता सहित निश्चय भेट हेबी जदि सेमती हो भेटघाट जदि हो सतर तो मु दाबी करिकी ता सहित भेटी कथा हेबी गेल करी धरी रखुची बाय।